ମନେ ହୁଏ ବହୁ ଲୋକଙ୍କ ପାଇଁ ଠିକ୍ ଓ ଭୁଲ କେବଳ ପସନ୍ଦର ବିଷୟ ଅଟେ। ଏଭଳି ବ୍ୟକ୍ତିମାନେ ଅତି କମ୍ ନିଷ୍ପତ୍ତିରେ ପହଞ୍ଚି ଯାଆନ୍ତି। ଠିକ୍ ଓ ଭୁଲ ନିଷ୍ପତ୍ତି ଅଧିକାଂଶ ସମୟରେ ସେମାନଙ୍କୁ ଯାହା ଆନନ୍ଦ ଦିଏ ତାହା ଆଧାର କରି ନିଆଯାଏ। ତେଣୁ ସେମାନେ ଯାହା ଚାହାନ୍ତି ତାହା କରନ୍ତି। କିନ୍ତୁ ଠିକ୍ ଓ ଭୁଲର ସଂଜ୍ଞା ବହୁତ ଅଧିକ ସ୍ପଷ୍ଟ ଅଟେ। ବାଇବେଲ ଠିକ୍ ଓ ଭୁଲର ମାନଦଣ୍ଡ ସ୍ଥିର କରିଥାଏ। ଏହା ହେଉଛି ଏକ ସମ୍ବାଦର କାରଣ। ଯାହା ଠିକ୍ ତାହା କର। ଦୁଃଖର ବିଷୟ ଯେ ଅନେକ ଲୋକଙ୍କ ପାଇଁ ଠିକ୍ ଓ ଭୁଲ କେବଳ ସୁବିଧାଜନକ ଶବ୍ଦ, କାରଣ ସେମାନେ କେବେ ପ୍ରକୃତରେ ଠିକ୍ ମାନଦଣ୍ଡ ଖୋଜି ନାହାନ୍ତି ଯାହା ଆଧାରରେ ଆମେ ଠିକ୍ ବିଚାର କରିପାରିବା। ତାପରେ ଯେହେତୁ ମଣିଷମାନେ ଦୁର୍ନୀତିଗ୍ରସ୍ତ, ସେମାନେ ଭୁଲ ଖୋଜନ୍ତି ଓ ଭୁଲ କରନ୍ତି। ଦୁର୍ନୀତିଗ୍ରସ୍ତ ଶବ୍ଦ ଦ୍ୱାରା ଆମେ ଅର୍ଥ କରୁଛୁ ଯେ ସେମାନେ ସିଧାସଳଖ ଚିନ୍ତା କରନ୍ତି ନାହିଁ। ସେମାନଙ୍କର ସିଧାସଳଖ ଚିନ୍ତା କରିବା ପାଇଁ କୌଣସି ଆଧାର ନାହିଁ। ମୁଁ ଖୁସି ଯେ ବାଇବେଲ ଠିକ୍ ମାନଦଣ୍ଡ ସ୍ଥିର କରିଥାଏ। ଜହନ ତାର 2 ଅଧ୍ୟାୟ 13-25 ପର୍ବରେ ଥିବା ଶାସ୍ତ୍ର ଆମକୁ ଠିକ୍ କାର୍ଯ୍ୟ କିପରି କରିବା ତାହା ବୁଝାଇଥାଏ। 13 ସେତେବେଳେ ଜିହୁଦୀମାନଙ୍କର ନିସ୍ତାର ପର୍ବ ସନ୍ନିକଟ ହୋଇଥିଲା ଆଉ ଯୀଶୁ ଜେରୁସାଲେମକୁ ଗଲେ। ପୁଣି ସେ ମନ୍ଦିରରୁ ଗୋରୁ, ମେଣ୍ଢା ଓ କପ୍ତା ବ୍ୟବସାୟୀମାନଙ୍କୁ ଆଉ ମୁଦ୍ରା ବ୍ୟବସାୟୀମାନଙ୍କୁ ବସିଥିବା ଦେଖି ଦୌଡ଼ିରେ ଗୋଟିଏ କୋରଡ଼ା ବନାଇ ମେଣ୍ଢା ଓ ଗୋରୁ ସହିତ ସମସ୍ତଙ୍କୁ ମନ୍ଦିରରୁ ବାହାର କରିଦେଲେ। ପୁଣି ମୁଦ୍ରା ବ୍ୟବସାୟୀମାନଙ୍କର ମୁଦ୍ରା ସବୁ ବିଞ୍ଚି ଦେଇ ସେମାନଙ୍କର ମେଜଗୁଡ଼ିକ ଓଲଟା ପକାଇଲେ। ଆଉ ସେ କପ୍ତା ବ୍ୟବସାୟୀମାନଙ୍କୁ କହିଲେ, ଏଗୁଡ଼ିକ ଏଠାରୁ ନେଇଯାଅ। ମୋହର ପିତାଙ୍କର ଗୃହକୁ ବାଣିଜ୍ୟର ଗୃହ କର ନାହିଁ। ତୁମ୍ଭ ଗୃହ ନିମନ୍ତେ ଉଦ୍ୟୋଗ ମୋତେ ଗ୍ରାସ କରିବ। ଏହା ଲେଖା ଅଛି ବୋଲି ତାହାଙ୍କ ଶିଷ୍ୟମାନଙ୍କର ମନରେ ପଡ଼ିଲା। ସେଥିରେ ଜିହୁଦୀମାନେ ତାହାଙ୍କୁ ଉତ୍ତର ଦେଲେ, ତୁମେ ଯେ ଏହି ସମସ୍ତ କରିବାକୁ ଅଧିକାର ପାଇଅଛ, ଆମ୍ଭମାନଙ୍କୁ ସେଥିର କି ଚିହ୍ନ ଦେଖାଉଅଛ? ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ତୁମ୍ଭେମାନେ ଏହି ମନ୍ଦିରକୁ ବିନାଶ କର, ଆଉ 3 ଦିନ ମଧ୍ୟରେ ମୁଁ ତାହା ତୋଳିଦେବି। ସେଥିରେ ଜିହୁଦୀମାନେ କହିଲେ, ଏହି ମନ୍ଦିର ନିର୍ମାଣ କରିବା ନିମନ୍ତେ 46 ବର୍ଷ ଲାଗିଥିଲା, ଆଉ ତୁମ୍ଭେ କ'ଣ ତାହାକୁ 3 ଦିନରେ ତୋଳିଦେବ? କିନ୍ତୁ ସେ ଆପଣା ଶରୀର ରୂପ ମନ୍ଦିର ସମ୍ବନ୍ଧରେ କହୁଥିଲେ। ଏଣୁ ସେ ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହେଲା ଉତ୍ତାରେ ତାହାଙ୍କ ଶିଷ୍ୟମାନେ ସେ ଏହା କହିଥିଲେ ଯେ ସ୍ମରଣ କର। ପୁଣି ସେମାନେ ଧର୍ମଶାସ୍ତ୍ର ଓ ଯୀଶୁଙ୍କ କଥିତ ବାକ୍ୟ ବିଶ୍ୱାସ କଲେ। ନିସ୍ତାର ପର୍ବର ଉତ୍ସବ ସମୟରେ ସେ ଜେରୁସାଲେମରେ ଥିବାବେଳେ ଅନେକେ ତାହାଙ୍କ ସହିତ ଆଶ୍ଚର୍ଯ୍ୟକର୍ମ ଗୁଡ଼ିକ ଦେଖି ତାହାଙ୍କ ନାମରେ ବିଶ୍ୱାସ କଲେ। କିନ୍ତୁ ଯୀଶୁ ସେମାନଙ୍କୁ ବିଶ୍ୱାସ ନ କରି ସେମାନଙ୍କ ଠାରୁ ଆପଣାକୁ ପୃଥକ ରଖିଲେ, କାରଣ ସେ ସମସ୍ତଙ୍କୁ ଜାଣୁଥିଲେ। ପୁଣି କେହି ଯେ ମନୁଷ୍ୟ ବିଷୟରେ ସାକ୍ଷ୍ୟ ଦେବ, ଏହା ତାହାଙ୍କର ପ୍ରୟୋଜନ ନଥିଲା। ଜଣେ ମନୁଷ୍ୟ ଅନ୍ତରରେ କ'ଣ ଅଛି ତାହା ସେ ଆପେ ଜାଣୁଥିଲେ। ଯୀଶୁଙ୍କ ଜୀବନର ଏକ ଅଭିଜ୍ଞତାରୁ ମୁଁ କିଛି ଆଦେଶ ନେଇ ଆସୁଛି, ଯାହା ଆପଣଙ୍କୁ ଠିକ୍ ପଥ ଦେଖାଇବା ଉଚିତ। ପ୍ରଥମ ଆଦେଶ, ପରିଷ୍କାର କରିବା। ଯେତେବେଳେ ଯୀଶୁ ଈଶ୍ୱରଙ୍କ ମନ୍ଦିରକୁ ଆସିଲେ, ଯେଉଁ ପବିତ୍ର ସ୍ଥାନ ବିଷୟରେ ଈଶ୍ୱର କହିଥିଲେ ଯେ ସେ ତାଙ୍କର ନାମ ରଖିବେ, ସେ ଏହାକୁ ଅଶୁଚି ହୋଇଥିବା ଦେଖିଲେ। ଯେଉଁ ପବିତ୍ର ସ୍ଥାନ ପବିତ୍ର କାର୍ଯ୍ୟ ଉପାସନା ପାଇଁ ରଖାଯାଇଥିଲା, ସେଠାରେ ସେ ବଳଦ, ମେଷ ଓ କପଟ ବିକ୍ରି କରୁଥିବା ଓ ଟଙ୍କା ଅଦଳ ବଦଳ କରୁଥିବା ଲୋକଙ୍କୁ ଦେଖିଲେ। ଏହା ହେଉଛି ସେହି ସ୍ଥାନ ଯେଉଁଠାରେ ଈଶ୍ୱରଙ୍କର ଉପସ୍ଥିତି ପ୍ରକାଶିତ ହେଇଥିଲା, କାରଣ ସଲୋମନଙ୍କର ମନ୍ଦିର ସମୟରେ ଈଶ୍ୱରଙ୍କର ଗୌରବ ଓହ୍ଲାଇ ମନ୍ଦିରକୁ ପୂର୍ଣ୍ଣ କରିଥିଲା। ସେହି ସମୟରେ ଯୀଶୁ ଏହି ଲୋକମାନଙ୍କୁ ବଳଦ, ମେଷ ଓ କପଟ ବିକ୍ରି କରୁଥିବା ଓ ଟଙ୍କା ଅଦଳ ବଦଳ କରୁଥିବା ଦେଖିଲେ। ସେ ସେମାନଙ୍କୁ ଆଦେଶ ଦେଲେ, ଏଗୁଡ଼ିକ ଏଠାରୁ ନେଇଯାଅ। ଯୀଶୁ ଚାହୁଁଥିଲେ ତାଙ୍କର ପିତାଙ୍କ ଗୃହକୁ ପବିତ୍ର ଓ ପୂଜା ପାଇଁ ଯୋଗ୍ୟ ରଖାଯାଉ। ଗୋଟିଏ ବିବେଚନା ଅଛି ଯାହା ଆମ୍ଭେ ପରିଷ୍କାର କାର୍ଯ୍ୟକ୍ରମ ଦେଖିବା ଆବଶ୍ୟକ। କେବଳ ଆମେ ପୂଜା ସ୍ଥାନଗୁଡ଼ିକୁ ଯୋଗ୍ୟ ଓ ପବିତ୍ର ରଖିବା ଉଚିତ ନୁହେଁ, କିନ୍ତୁ ଈଶ୍ୱରଙ୍କ ପବିତ୍ର ଆତ୍ମା ଆମ ମଧ୍ୟରେ ବାସ କରୁଥିବାରୁ ପୁନର୍ଜନ୍ମ ପାଇଅଛୁ ଯେ ଆମ୍ଭେମାନେ ଆମ୍ଭମାନଙ୍କ ଜୀବନ ଓ ଶରୀରକୁ ଶୁଦ୍ଧ ଓ ପବିତ୍ର ରଖିବା ଆବଶ୍ୟକ। ଏହାର ଅର୍ଥ ଠିକ୍ କାମ କରିବା।
ଦ୍ୱିତୀୟ ଆଦେଶ, କୁହ। ଯୀଶୁ ମନ୍ଦିର ପରିଷ୍କାର କରିବା ପରେ ଯେଉଁ ଲୋକମାନେ ଏହି କାର୍ଯ୍ୟକ୍ରମ ଦ୍ୱାରା ପ୍ରଭାବିତ ହୋଇଥିଲେ, ସେମାନେ ଆସି ଯୀଶୁଙ୍କୁ ଗୋଟିଏ ଠିକ୍ ପ୍ରଶ୍ନ ପଚାରିଲେ। ସେମାନେ କହିଲେ, ତୁମ୍ଭେ ଯେ ଏ ସମସ୍ତ କରିବାକୁ ଅଧିକାର ପାଇଅଛ, ଆମ୍ଭମାନଙ୍କୁ ସେଥିର କି ଚିହ୍ନ ଦେଖାଉଅଛ? ତୁମେ କିପରି ଏପରି କାମ କରୁଛ? ତୁମର ଏହି କାମ କରିବା ପାଇଁ କିଛି ଅଧିକାର ଥିବା ଆବଶ୍ୟକ। ସେମାନଙ୍କ ପାଇଁ ଗୋଟିଏ ଚିନ୍ତା କିମ୍ବା ଆଶ୍ଚର୍ଯ୍ୟ କାମ ଠିକ୍ ପ୍ରମାଣ ହେଇଥାନ୍ତା। ପୁରା କାଳର ଭାଓବାଦୀମାନେ ଯଥା ମୋଶା ଓ ଏଲିଓ ଆଶ୍ଚର୍ଯ୍ୟ କାର୍ଯ୍ୟ କରୁଥିଲେ। ତେଣୁ ସେମାନଙ୍କର ପ୍ରଶ୍ନ ଠିକ୍ ଥିଲା। ସେମାନଙ୍କୁ ଗୋଟିଏ ଦ୍ୱନ୍ଦ୍ୱପୂର୍ଣ୍ଣ ଉତ୍ତର ଦେଲେ। ଏହା ହେଉଛି ଚିହ୍ନ। ସେ କହିଲେ, ତୁମ୍ଭେମାନେ ଏହି ମନ୍ଦିରକୁ ବିନାଶ କର, ଆଉ 3 ଦିନ ମଧ୍ୟରେ ମୁଁ ତାହା ତୋଡ଼ିଦେବି। ସେମାନେ ତୁରନ୍ତ ସେହି ମନ୍ଦିର ବିଷୟରେ ଚିନ୍ତା କଲେ, ଯେଉଁଠାରେ ସେମାନେ ଠିଆ ହେଇଥିଲେ। ସେମାନେ କହିଲେ, ଏହି ମନ୍ଦିର ନିର୍ମାଣ କରିବା ନିମନ୍ତେ 46 ବର୍ଷ ଲାଗିଅଛି, ଆଉ ତୁମେ କ'ଣ ତାହାକୁ 3 ଦିନରେ ତୋଳିଦେବ? ସେମାନେ ତାଙ୍କର ଉଦ୍ଦେଶ୍ୟ ଭୁଲ ବୁଝିଲେ, କାରଣ ଆମେ ଏଠାରେ ଜାଣିଛୁ ଯେ ହେରୋଦ ନିର୍ମାଣ କରିଥିବା ଶାରୀରିକ ମନ୍ଦିର ପରିବର୍ତ୍ତେ ଯୀଶୁ ତାଙ୍କର ଶରୀର ବିଷୟରେ କହୁଥିଲେ। ସେ ଏକ ପୂର୍ବାନୁମାନ କରୁଥିଲେ ଯେ ସେ କିପରି କ୍ରୁଶବଦ୍ଧ ହେବେ ଓ 3 ଦିନ ପରେ ମୃତ୍ୟୁରୁ ଉଠିବେ। ଏହା ତାଙ୍କର ମୃତ୍ୟୁ ଓ ପୁନରୁତ୍ଥାନ ପରେ ଶିଷ୍ୟମାନଙ୍କୁ ବହୁତ ସ୍ପଷ୍ଟ ହୋଇଥିଲା। ତାପରେ ସେମାନେ ଦେଖିଲେ ଯେ ତାଙ୍କର କଥା ତାଙ୍କର ଶରୀର ସହିତ ସମ୍ପର୍କିତ ଥିଲା, ଯେଉଁଠାରେ ସେମାନେ ଠିଆ ହେଇଥିଲେ, କିନ୍ତୁ ପଥରର ମନ୍ଦିର ସହିତ ନୁହେଁ। ମୁଁ ଆପଣଙ୍କୁ ସୂଚନା ଦେବାକୁ ଚାହୁଁଅଛି ଯେ ଯୀଶୁ ଯେଉଁ ଭାବରେ କହିଛନ୍ତି, ସେପରି ସେ ଠିକ୍ କାର୍ଯ୍ୟ କରିବାକୁ ସାହାଯ୍ୟ କରିବେ, କାରଣ ତାଙ୍କର କଥାରେ ବିଶ୍ୱାସ ଗୁରୁତ୍ୱ ଲୁଚିଅଛି। ଆପଣ ଚିହ୍ନ କିମ୍ବା ଆଶ୍ଚର୍ଯ୍ୟ କାମ ନ ଦେଖିଲେ ମଧ୍ୟ ତାଙ୍କ ଉପରେ ବିଶ୍ୱାସ କରିବାର ଆବଶ୍ୟକତା ଅଛି। ତୃତୀୟ ଆଦେଶ, ଫିଟାନ୍ତୁ। ଯୀଶୁ ଯିହୁଦୀମାନଙ୍କର ନିସ୍ତାର ପର୍ବ ପାଳନ କରିବା ପାଇଁ ଗଲେ। ଏହା ଅନେକ ବର୍ଷ ପୂର୍ବେ ସେମାନଙ୍କର ମିଶର ଦେଶରୁ ମୋଶାଙ୍କ ହସ୍ତରେ ମୁକ୍ତି ହୋଇଥିବା ବିଷୟକୁ ସ୍ମରଣ କରିବାର ସମୟ ଥିଲା। ଯୀଶୁ ଜେରୁସାଲେମ ନଗରରେ ଏକ ମୁକ୍ତିର ସ୍ମରଣୀୟ ଉତ୍ସବ ପାଳନ କରୁଥିଲେ। ଯେଉଁମାନେ ତାଙ୍କୁ ଓ ତାଙ୍କ ଦ୍ୱାରା କରାଯାଇଥିବା ଆଶ୍ଚର୍ଯ୍ୟ କାର୍ଯ୍ୟଗୁଡ଼ିକ ଦେଖିଲେ, ସେମାନେ ତାଙ୍କ ଉପରେ ବିଶ୍ୱାସ କଲେ। ସେମାନେ ତାଙ୍କ ଉପରେ ବିଶ୍ୱାସ କରିବାକୁ ଆଶ୍ଚର୍ଯ୍ୟ କାର୍ଯ୍ୟଗୁଡ଼ିକ ରାସ୍ତା ଫିଟାଇଲା। ତାପରେ ଆମ୍ଭେ ଦେଖିଛୁ ଯେ ଯୀଶୁ ସମସ୍ତ ମନୁଷ୍ୟଙ୍କୁ ଜାଣନ୍ତି। ଏହାର ଅର୍ଥ, ଯେଉଁମାନେ ତାଙ୍କଠାରୁ ଲୁଚିବାକୁ ଚେଷ୍ଟା କରିଥିଲେ, ସେମାନେ ପ୍ରକୃତରେ ଲୁଚି ପାରିଲେ ନାହିଁ, କାରଣ ଯୀଶୁ ସମସ୍ତ ମନୁଷ୍ୟକୁ ଜାଣନ୍ତି। କାହିଁକି ନା ମନୁଷ୍ୟମାନଙ୍କ ବିଷୟରେ ତାଙ୍କୁ ଗବେଷଣା କରିବାର ଆବଶ୍ୟକ ନଥିଲା, କାରଣ ମଣିଷ ମଧ୍ୟରେ କ'ଣ ଅଛି ତାହା ସେ ଜାଣନ୍ତି। ଲୁଚାଇବାର କିଛି ନଥିଲା, କିନ୍ତୁ ଲୋକ ଲୁଚାଇବାକୁ ଚେଷ୍ଟା କରନ୍ତି, କିନ୍ତୁ ତାହା ଅସମ୍ଭବ। ଯେତେବେଳେ ସେ ଏଠାରେ ଥିଲେ, ସେ ସମସ୍ତ ମନୁଷ୍ୟଙ୍କୁ ଜାଣୁଥିଲେ। ନିଶ୍ଚିତ ଭାବରେ ତାଙ୍କର ପୁନରୁତ୍ଥାନ ପରେ ସେ ସମସ୍ତଙ୍କ ବିଷୟରେ ଜାଣୁଥିଲେ। ସେ ଆପଣଙ୍କୁ ଜାଣନ୍ତି। ଆପଣ ଲୁଚିବାକୁ ଚେଷ୍ଟା କରିପାରନ୍ତି, କିନ୍ତୁ ପ୍ରକୃତରେ ଲୁଚି ପାରିବେ ନାହିଁ। ଏହା ବୁଝିବା ଗୁରୁତ୍ୱପୂର୍ଣ୍ଣ ଯେ ଆପଣ କିଏ ଓ ଆପଣ କେଉଁଠାରେ ଅଛନ୍ତି ତାହା ସେ ଜାଣନ୍ତି। ତାହା ଆପଣଙ୍କୁ ଠିକ୍ କାମ କରିବାରେ ସାହାଯ୍ୟ କରେ ନାହିଁ କି? ଯାହା ଠିକ୍ ତାହା ଆପଣ କରନ୍ତୁ, କିନ୍ତୁ ଆପଣ ମୋତେ ପଚାରି ପାରନ୍ତି, ମୁଁ କିପରି ଏହା କରିବି? ଠିକ୍ କଥା। ପ୍ରଥମ ପରିଷ୍କାର କରନ୍ତୁ। ସେ ମନ୍ଦିର ପରିଷ୍କାର କରିଥିବା ଭଳି ଆପଣ ଏହା କରିବେ। ସେ ଆପଣଙ୍କୁ ପରିଷ୍କାର କରିବେ। ତାପରେ କୁହନ୍ତୁ, ଆପଣ କ'ଣ ଜାଣିବାକୁ ଚାହାନ୍ତି ତାହା ସେ ଚାହାନ୍ତି। ଆଉ ଫିଟାନ୍ତୁ। ସେ ଯେକୌଣସି ପ୍ରକାରେ ଆପଣଙ୍କୁ ଜାଣନ୍ତି। ବର୍ତ୍ତମାନ ଏହା ସରଳ ଅଟେ। ପରିଷ୍କାର କରନ୍ତୁ, କୁହନ୍ତୁ ଓ ଫିଟାନ୍ତୁ। ତାପରେ ଆପଣ ଯାହା ଠିକ୍ ତାହା କରିବାର ସକ୍ଷମ ହେବେ। ଆସନ୍ତୁ ଆମେ ପ୍ରାର୍ଥନା କରିବା। ପ୍ରଭୁ ଯୀଶୁ, ଏହି ସୁନ୍ଦର ବାକ୍ୟ ପାଇଁ ତୁମର ନାମକୁ ଧନ୍ୟବାଦ ଦେଉଛୁ। ଆମକୁ ସାହାଯ୍ୟ କର, ଯେମିତି ଆମେ ଆମର ଜୀବନକୁ ଜାଣିବୁ, ଫିଟେଇବୁ ଓ ପରିଷ୍କାର କରିବୁ ତୁମ ପାଇଁ, ଯେମିତି ତୁମେ ସବୁଦିନ ଆମର ଜୀବନରେ, ଆମର ହୃଦୟରେ ରହିପାରିବ। ଏ ଛୋଟ ପ୍ରାର୍ଥନା ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ।